ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀମାନଙ୍କୁ ସେବା ଜଣାଇବା ସହିତ ଆଜିର କାର୍ଯ୍ୟକ୍ରମ ଯାହା ବେଲେ ସରିଛି। ଆଉ ଟିକେ ଆପଣମାନେ ପ୍ୟାରେଣ୍ଟଙ୍କ ସହିତ ପିଲାଙ୍କୁ ଟିକେ ବସିକି ବୁଲେଇବେ। ନେକ୍ସଟ କାର୍ଯ୍ୟକ୍ରମ ରହିଛି। ପ୍ରଥମ କଥା ହେଲା ଇଏ ଗୋଟେ ଶିକ୍ଷାର ପ୍ରଥମ ସୋପାନ ବା ଗଭର୍ଣ୍ଣମେଣ୍ଟର ପ୍ରୟାସ ଯେ ପିଲାମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ସରକାରୀ ବିଦ୍ୟାଳୟରେ। କିନ୍ତୁ ପ୍ରଥମ କଥା ହେଲା ଯେ ଉଭୟଙ୍କର ଦାୟିତ୍ୱ ବଢ଼ିଲା। ମାନେ ଆଜିଠାରୁ ଆପଣମାନଙ୍କର ଦାୟିତ୍ୱ ଯେତିକି ବଢ଼ିଲା ଆମର ବି ଦାୟିତ୍ୱ ବଢ଼ିଲା। ତେଣୁ ଆପଣମାନେ ସଚେତନ ହେବେ, ଆମେ ବି ସଚେତନ ହେବେ। ତେଣୁ ଉଭୟ ନ ମିଶିଲେ ତାଙ୍କର ଯେଉଁ ସାମଗ୍ରିକ ବିକାଶ ପିଲାର ହେଇପାରିବ ନାହିଁ। ଆମେ କ'ଣ ପଢ଼େଇଦେଲୁ ସେଇଟା ଆପଣ ସେଠି ତାକୁ ଯଦି ତର୍ଜମା କରିବେ, ମୋ ପୁଅ କି ଝିଅ ଆଜି କ'ଣ ଶିଖିଲା, ସ୍କୁଲକୁ ଗଲା 6 ଘଣ୍ଟା ରହିଲା ବା 4 ଘଣ୍ଟା ରହିଲା, ସେ କ'ଣ ଶିଖିଲା, ଅଟା ଶିଖିଲା କି ନାହିଁ, ଆଟା ଶିଖିଲା କି ନାହିଁ, ଗୋଟେ ଅକ୍ଷର ପଢ଼ି ପାରୁଛି କି ନା ନାହିଁ, ଯାହା ବି ଆଜି ପଢ଼ିଲା ତାକୁ ଆପଣମାନେ ଟିକେ ତର୍ଜମା କରିବେ। ଏନି ଡାଉଟ୍ ବା ଏନି କମ୍ପ୍ଲେନ୍ ହେଲେ ଆପଣ ସାଙ୍ଗେ ସାଙ୍ଗେ ଜଣେଇବେ, ତାଙ୍କ କ୍ଲାସ୍ ଟିଚରଙ୍କୁ ଜଣେଇବେ ବା ଉଚ୍ଚ କର୍ତ୍ତୃପକ୍ଷ ପ୍ରଧାନ ଶିକ୍ଷକଙ୍କୁ ଜଣେଇବେ। କିନ୍ତୁ ସବୁଦିନ ଆପଣମାନଙ୍କୁ ଫଲୋ କରିବାକୁ ପଡ଼ିବ। ଏବଂ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଛନ୍ତି, ମୁଁ ଏତିକି ଜିନିଷ କହିବି ଯେ ଆମେ ବେସ୍ ବା ମୂଳ ଯେଉଁ ଆଧାର, ପିଲାମାନେ ଗୋଟେ ଅକ୍ଷର ଶିଖିବେ, ଅଙ୍କ ଗୋଟେ ଶିଖିବେ, ଗୋଟେ ବାକ୍ୟ ପଢ଼ିପାରିବେ, ଯେଉଁଗୁଡ଼ାକି FLN କାର୍ଯ୍ୟକ୍ରମ ଗୋଟେ ଚାଲିଛି ଆମର ସରକାରଙ୍କର, ଯେଉଁଟା ଏଇଥିପାଇଁ ହେଉଛି। କିନ୍ତୁ ଯଦି ଆମେ ମୂଳରୁ ସଜାଡ଼ା ହେଇଯିବା ତାହେଲେ ଆଉ ଅସୁବିଧା ହେବ। ଆପଣମାନଙ୍କୁ ଅନୁରୋଧ ରଖିବି, ଆପଣମାନେ ଯେଉଁ ପିଲାମାନଙ୍କୁ ଏନରୋଲ୍ କରାଇବେ ଆଉ 3 ବର୍ଷ ପରେ ମୋ ସହିତ କଥା ହେବେ ଯେ ତାଙ୍କର କ'ଣ ଇମ୍ପ୍ରୁଭମେଣ୍ଟ ଆପଣ ଦେଖିଛନ୍ତି, ଆଉ ମୁଁ ମଧ୍ୟ ତାକୁ ଫଲୋ କରିବି। ଆପଣମାନେ ନିଶ୍ଚିତ ସହଯୋଗ କରିବେ। ସହଯୋଗ କଲେ ପିଲାଙ୍କର ଗୋଟେ ପଞ୍ଚମ ହେଲେ ଗଲାବେଳକୁ ଗୋଟେ ଭଲ ପିଲା ହେଇଥିବ, ଗୋଟେ ଆଦର୍ଶ ପାଇଲା କି ନବୋଦୟ ପାଇଲା, ଆମକୁ ଭଲ ଲାଗିବ। ଏ ବର୍ଷ କେହି ପିଲା ଆମର ଆଦର୍ଶ ପାଇନା, ତାମାନେ ଆମର ଏଇଟା ଗୋଟେ ମେରିଟ୍। ସେ ପିଲାଟା ଆମ ସ୍କୁଲରୁ ପଳେଇଲା, ଆଦର୍ଶ ପାଇକି ପଳେଇଲା ବା ନବୋଦୟ ପାଇ ପଳେଇଲା, କିନ୍ତୁ ସେଇଟା ଗୋଟେ ଆମର ମେରିଟ୍ କି ଆମ ପାଖରେ ଗୋଟେ ଭଲ ପିଲାଟେ ଥିଲା, ଆମେ ତାକୁ ତିଆରି କରିଛୁ ଏଇ 5 ବର୍ଷ। ସେଇ ଜିନିଷଟା ଆପଣମାନଙ୍କ ଦ୍ୱାରା ହେଇପାରିବ। ଆମର 40%, ଆପଣମାନଙ୍କ 60% ବେସ୍। ତାପରେ ବଡ଼ ହେଇଗଲେ 6th ପରେ ଆସିଗଲେ ଆପଣମାନଙ୍କର ଆଉ କିଛି କାମ ନାହିଁ। ଆମର 80%, ଆପଣଙ୍କର 20%। ଅଟୋମେଟିକାଲି ସେ ପାଠ ପଢ଼ିକି ଚାଲିବ। କଲେଜ ଗଲାବେଳକୁ ଆପଣଙ୍କର ଆଉ କିଛି ଆବଶ୍ୟକତା ନାହିଁ। ସିଏ ତାର ନିଜେ ବୁଝିବ, 100% ଯାହା ଇନପୁଟ୍ ଦେବ ଆଉଟପୁଟ୍ ସେଇ ଅନୁସାରେ ସେ ସେଇଭଳିଆ ମଣିଷ। ଏଇଟା ମାନେ ଜୀବନ। ଆମେ ଯେତିକି ପାଠ ପଢ଼ିକି ଆସିଛୁ ବା ଯାହା ତର୍ଜମା କରିଛୁ ଏଇ ଜିନିଷ ଜାଣିଛୁ। ମୂଳ ଜିନିଷଟା ସଜାଡ଼ିବାକୁ ଗଲେ ଆପଣଙ୍କର 100% ସହଯୋଗ ଦେବୁ, ଆମର ବି 100%। ଏଇ ଜିନିଷ ମୁଁ ରିକ୍ୱେଷ୍ଟ କରିବି। ସର୍ବଶେଷରେ ଧନ୍ୟବାଦ ଦେଉଛି ସମସ୍ତଙ୍କୁ। ଏବଂ ଯେଉଁ ଲାଷ୍ଟ କାର୍ଯ୍ୟକ୍ରମ ରହିଛି ଆଉ